10 ମିନିଟ୍ ମଧ୍ୟରେ ତୁମର ସୋସିଆଲ ସାଇନ୍ସ ସାରିବାକୁ ଚେଷ୍ଟା କରିବା। ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ କେଉଁ ଆଇନ ବିରୋଧରେ ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ହୋଇଥିଲା? ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ରାଓଲାତ ଆଇନ ବିରୋଧ ଆନ୍ଦୋଳନ। ଜାଲିଆନାବାଗ ହତ୍ୟାକାଣ୍ଡର ତଦନ୍ତ ପାଇଁ ସରକାର ଲର୍ଡ ହଣ୍ଟରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହା କେବେ ଗଠିତ ହୋଇଥିଲା? ଲର୍ଡ ହଣ୍ଟର କମିଟି କେବେ ଗଠିତ ହୋଇଥିଲା ପିଲେ? 1919 ଅକ୍ଟୋବର 14। ପୁରୀ ଜିଲ୍ଲାରେ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ସେହିଭଳି ମାଳତୀ ଦେବୀ ନିମ୍ନୋକ୍ତ କେଉଁ ସ୍ଥାନରେ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ? ମାଳତୀ ଦେବୀ କେଉଁଠାରେ କରିଥିଲେ ପିଲେ? ଅପସନ୍ ସି ଗଞ୍ଜାମ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ପାଟନାଠାରେ ବନ୍ଦୀ କରି ରଖାଯାଇଥିଲା। ତେବେ ସେହି ସମୟରେ ନିମ୍ନୋକ୍ତ ମଧ୍ୟରୁ କେଉଁ ସ୍ଥାନରେ ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା? ଗାନ୍ଧିଜୀଙ୍କୁ କେଉଁ ସ୍ଥାନରେ? ପୁନେରେ ବନ୍ଦୀ କରି ରଖାଯାଇଥିଲା। ଠିକ୍ ଅଛି। ଜାପାନ ସରକାରଙ୍କ ଠାରୁ ସୁଭାଷ ଚନ୍ଦ୍ର ବୋଷ ଆଣ୍ଡାମାନ ନିକୋବର ଦାୟିତ୍ୱ ଗ୍ରହଣ କରି ନିକୋବର ଦ୍ୱୀପପୁଞ୍ଜକୁ କେଉଁ ନାମରେ ନାମିତ କରିଥିଲେ? ନିକୋବର ଦ୍ୱୀପପୁଞ୍ଜକୁ ସ୍ୱରାଜ ନାମରେ ନାମିତ କରିଥିଲେ। କାହାର ପ୍ରସ୍ତାବ ଅନୁସାରେ ଆମ ଦେଶରେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠିତ ହୋଇଥିଲା? କାହାର ପ୍ରସ୍ତାବ ଅନୁସାରେ ପିଲେ? କ୍ୟାବିନେଟ ମିଶନ। ଓଡ଼ିଶାର ପ୍ରଥମ ସ୍ନାତକ ବିଶ୍ୱବିଦ୍ୟାଳୟ ବିଏ ପାସ୍ କରିଥିଲେ? ଓଡ଼ିଶାର ପ୍ରଥମ ସ୍ନାତକ କଲିକତା ମଧୁସୂଦନ ଦାସ। କେଉଁ ପଦବୀକ ଗ୍ରହଣ କରିବାକୁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ମଧୁସୂଦନଙ୍କୁ ଉତ୍ସାହିତ କରିଥିଲେ? ଉତ୍ସାହିତ କରିଥିଲେ ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବା। ଓଡ଼ିଆମାନଙ୍କ ଦାବି ଯୁକ୍ତିଯୁକ୍ତ ଏବଂ ସାର୍ବଜନୀନ ମତ। ଏହା କେଉଁ କମିଟିର ମତ ଥିଲା? 9 ନମ୍ବରର ବି ହେଇଯିବ ଅଟଲି ସବ୍ କମିଟି। ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କୁ ଶପଥ ପାଠ କରାଇ କିଏ ସ୍ମରଣୀୟ ହୋଇଛନ୍ତି? କିଏ ହୋଇଛନ୍ତି? ସାର୍ କୋଟନେ ଟେରେଲା। ନିର୍ବାଚନ ଅରୀତିର ବିଧି ଅନ୍ତର୍ଭୁକ୍ତ ନୁହେଁ। କ'ଣ ଏ ଭିତରୁ କେଉଁଟା ନୁହେଁ? ନିଜ ଗାଡ଼ିରେ ନିର୍ବାଚନ ପ୍ରଚାର। ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେଉଁ ମାଧ୍ୟମରେ ଜନମତ ସ୍ଥାପିତ ହୋଇଥାଏ? ସି ନିର୍ବାଚନ। ସ୍ୱାଧୀନତା ବେଳକୁ ଭାରତ ଯେପରି ସାବଦା ବିଭକ୍ତ ନ ହୁଏ ଦୃଷ୍ଟିରେ ପଦକ୍ଷେପ ନେବାକୁ ମାଉଣ୍ଟବେଟନଙ୍କୁ କିଏ ଅନୁରୋଧ କରିଥିଲେ? ମହାତ୍ମା ଗାନ୍ଧୀ। ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିର ସର୍ତ୍ତ ଅନୁସାରେ ଭାରତରେ ଥିବା ରାଜାମାନେ ସେମାନଙ୍କର ସମସ୍ତ କ୍ଷମତା ହସ୍ତାନ୍ତର କରିବା ପାଇଁ ସମୟରେ ସେମାନଙ୍କୁ ଦିଆଯାଉଥିବା ପେନ୍ସନକୁ କ'ଣ କୁହାଯାଉଥିଲା? ପେନ୍ସନକୁ ତୁମର ହାତପାଣ୍ଠି କୁହାଯାଉଥିଲା। 1947 ଇଂରେଜମାନେ ଭାରତ ଛାଡ଼ି ଚାଲିଗଲା ପରେ ମଧ୍ୟ କେଉଁଠାରେ ପର୍ତ୍ତୁଗୀଜମାନଙ୍କର ଶାସନ ଅବ୍ୟାହତ ରହିଥିଲା? ଗୋଆରେ। ଅର୍ଥନୀତିକ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଆମ ଦେଶରେ ପଞ୍ଚମ ପଞ୍ଚବାର୍ଷିକ ଯୋଜନା 1964-1969 ମସିହାରେ କାର୍ଯ୍ୟକାରୀ ହେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ହଠାତ୍ ଏହାକୁ କେତେ ବନ୍ଦ କରିଦିଆଗଲା? 1978ରେ ବନ୍ଦ କରିଦିଆଗଲା। ଗୁଡ୍ ରିଟର୍ଣ୍ଣ ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ କେତେ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି? କେତେ ଟଙ୍କାର? 2000। ଉପନିବେଶର ଆଫ୍ରିକା ଓ ଏସିଆ ମହାଦେଶ ପାଇଁ ସବୁଠାରୁ ବଡ଼ ବିପଦ ଓ ଏହାକୁ ହଟାଇବା ନିତାନ୍ତ ଆବଶ୍ୟକ। ଏକଥା କିଏ କହିଥିଲେ? ଏକଥା ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ। ପୋଡ଼ୁ ଚାଷ ଦ୍ୱାରା କେଉଁ ବ୍ୟତିକ୍ରମ ମୁଖ୍ୟତଃ ପରିଲକ୍ଷିତ ହୋଇଥାଏ? ପ୍ରାକୃତିକ ପରିବେଶର ଭାରସାମ୍ୟ ନଷ୍ଟ। 1950 ମସିହା ବେଳକୁ ଓଡ଼ିଶାରେ ହାଇସ୍କୁଲ ସଂଖ୍ୟା ଅତି ନଗଣ୍ୟ ଥିଲା। ସେହି ସମୟରେ ଓଡ଼ିଶା ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ସଂଖ୍ୟା କେତେ ଥିଲା? 1950ରେ କେତେ ଥିଲା? 43,893। ସ୍ୱାଧୀନତା ପ୍ରାପ୍ତି ପରେ ଓଡ଼ିଶା ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠା ହୋଇଅଛି। ନିମ୍ନୋକ୍ତ ପ୍ରଦତ୍ତ ମଧ୍ୟରୁ କେଉଁଠି ଠିକ୍? ଏ ଲାଗୁଛି 1967 ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ। ଏହି କରେକ୍ଟ ଆନ୍ସର। ବିଂଶ ଶତାବ୍ଦୀରେ ପ୍ରତିଷ୍ଠିତ ଶିଳ୍ପଗୁଡ଼ିକ ମଧ୍ୟରୁ ସ୍ଥାନ ଅନୁଯାୟୀ ଯୋଡ଼ିଟି ଠିକ୍ ନୁହେଁ। କେଉଁ ଯୋଡ଼ିଟି ଠିକ୍ ନୁହେଁ? ଥୁରୁବାଲି। ଅପସନ୍ ବି କ'ଣ? ଥୁରୁବାଲି ଫୋରେଲଜ୍ କାରଖାନା।
ମ୍ୟାକମୋହନ ସୀମାରେଖା ଭାରତର ଏକ ଆନ୍ତର୍ଜାତିକ ସୀମାରେଖା। କେଉଁ ଦେଶ ସହିତ ଏହା ସୀମାରେଖା ସଂଲଗ୍ନ? କୋଶ୍ଚିନ୍ ମାନେ ଟିକେ ଲମ୍ବା ଅଛି ସେଥିପାଇଁ। ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଞ୍ଚଳିକ ସ୍ତରରେ କେଉଁ ଦେଶରେ ସାର୍କ ଗଠନ କରାଯାଇଛି? କେଉଁ ଦେଶରେ? ଆର୍ଥିକ ସହଯୋଗ। କୋରାପୁଟର କୋୟା ଜନଜାତିମାନେ ଜୀବନ ଶୈଳୀ ଯୋଗୁଁ କେଉଁ ରୋଗର ଶିକାର ହୋଇଥିଲେ? ୟଚ୍ ରୋଗ। ଏବେ ଜୋଗ୍ରାଫି ଷ୍ଟାର୍ଟ କରିବା। କୁଆଡ଼େ ଗାଙ୍ଗେୟ ସମତଳ ଭୂମି ଥିବା ନଦୀ ଶଯ୍ୟାର ପ୍ଲାବନ ଭୂମିରେ ଦେଖାଯାଉଥିବା ନୂତନ ପ୍ରତିମୂର୍ତ୍ତିକାକୁ କୁହାଯାଏ ନୂତନ ଖାଦର ପୂରଣ ଭାଙ୍ଗର। ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ ଯାହା ଅବ୍ୟବହୃତ ଅବସ୍ଥାରେ ରହିଛି ଏହା ସ୍ଥଳର ଶ୍ରେଣୀଭୁକ୍ତ ଅଟେ। ଅବ୍ୟବହୃତ ମାନେ ଗଚ୍ଛିତ ଆକାରରେ ଅଛି। ଚଳନ୍ତି କୃଷି ବା ତା'ଠାରୁ କମ୍ ସମୟ ଧରି କୃଷିକାର୍ଯ୍ୟ କରାଯାଇ ନଥାଇ ପତିତ ଭୂମିକୁ କେଉଁ ପ୍ରକାରର ଭୂମିରେ ରଖାଯାଏ? ଚଳନ୍ତି ପତିତ ଭୂମି। ବ୍ୟାଘ୍ର ପ୍ରକଳ୍ପ ଯୋଜନା ଦୃଷ୍ଟିକୋଣରୁ କେଉଁ ଯୋଡ଼ିଟି ଠିକ୍? ବ୍ୟାଘ୍ର ପ୍ରକଳ୍ପ ଯୋଜନା ଦୃଷ୍ଟିରୁ ପଶ୍ଚିମବଙ୍ଗ ଓ ସୁନ୍ଦରବନ। କନ୍ଧମାଳ ଜିଲ୍ଲାରେ ରହୁଥିବା ଆଦିବାସୀମାନେ ତାଙ୍କ ଅଞ୍ଚଳରେ ଥିବା କେତେକ ଅରଣ୍ୟକୁ କାଷ୍ଠ ସଂଗ୍ରହ ଓ ପଶୁଚାରଣ ପାଇଁ ବିଶେଷ ଭାବରେ ବ୍ୟବହାର କରିଥାନ୍ତି। ଇଂରେଜ ଶାସନ ସମୟରୁ ପ୍ରଶାସନିକ ଦୃଷ୍ଟିକୋଣରୁ ଭାରତର 3 ପ୍ରକାରର ଅରଣ୍ୟ ଏହି କେଉଁ ପ୍ରକାର ଅରଣ୍ୟର ଅନ୍ତର୍ଭୁକ୍ତ? ମୁକ୍ତ ଅରଣ୍ୟ। ଏଇଟା ମୁଁ ଆଗରୁ ପଢ଼ିଛି ସେଥିପାଇଁ ଜଲ୍ଦି କହିଦେଉଛି, ତୁମେ ଟିକେ ଧୀରେ ସୁସ୍ଥେ ପଢ଼ିବ ଭଲ। ରବିର ପରିବାର ଗତ ବର୍ଷ 30 ଟଙ୍କାରେ 5 କିଗ୍ରା ଚାଉଳ କିଣିଥିଲା। ଏହି ବର୍ଷ ସମାନ ପରିମାଣର ସେହି ଚାଉଳର ଦାମ 400 ଟଙ୍କା ବିକ୍ରି ହେଉଛି। ଏହା କେଉଁ ପ୍ରକାରର ପରିସ୍ଥିତି? ବଜାରରେ ମୁଦ୍ରାସ୍ଫୀତି। ଗୁଜରାଟ ରାଜ୍ୟ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଏହାର କାରଣ? ଏହା ଏକ ଉପକୂଳବର୍ତ୍ତୀ ରାଜ୍ୟ ଅଟେ। ପୃଥିବୀ ପୃଷ୍ଠରେ ସମୁଦାୟ ଜଳରେ ଲୁଣି ଓ ମଧୁର ଜଳ ଅନୁପାତ ଯଥାକ୍ରମେ କେତେ? ଏଇଟା ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। 97.3। ବହୁତ ବେସିକ୍ କୋଶ୍ଚିନ୍। ବାତ୍ୟା ସମୟରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦରଦାମ ବୃଦ୍ଧି ହେବା ଫଳରେ ଲୋକମାନେ ଶୋଷିତ ହେଉଛନ୍ତି। କେଉଁ ପ୍ରକାର ଖାଉଟି ଶୋଷଣର କାରଣ? ସୀମିତ ଯୋଗାଣ। ପଛପଟମାଳି ବକ୍ସାଇଟ୍। କ୍ଷେତ୍ରୀ କ'ଣ? କ୍ଷେତ୍ରୀ ବି। ଅପସନ୍ ବି ତମ୍ବା। ଯଦି ଖଣିଜ ତୈଳ ଇନ୍ଧନ ଶେଷ ହୋଇଯାଏ ତେବେ ସହରରେ ଗମନାଗମନ ଉପରେ ଏହା କି ପ୍ରଭାବ ପଡ଼ିବ? ସାଇକେଲ ଓ ବ୍ୟାଟେରୀ ଚାଳିତ ଯାନ ଉପରେ ନିର୍ଭରଶୀଳତା ବଢ଼ିବ। କେଉଁ ଦିବସଟିକୁ ଜାତୀୟ ଉପଭୋକ୍ତା ଦିବସ ରୂପେ ମନାଯାଏ? ଭେରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଡିସେମ୍ବର 24 ଲାଷ୍ଟ ଆଡ଼ ମନ୍ଥ ପୁରା ଲାଷ୍ଟ ଡିସେମ୍ବର 24। କେଉଁ ଖଣିଜ ଗୁଡ଼ିକୁ ସମସ୍ତ ଭିନ୍ନ ଅଟେ? ଭିନ୍ନ କେଉଁଟା ଅଟେ? ନିକେଲ। ତୁମ କୋରାପୁଟ ଆଦିବାସୀମାନଙ୍କର ଏକ ଭିନ୍ନ ଚାଷ ଉପରେ ଜାଣିବାକୁ ପାଇଲ। ସେମାନେ ଜଙ୍ଗଲରେ ଗୋଟିଏ ଜାଗାକୁ ପୋଡ଼ି ଓ ସଫା କରି ଚାଷ କରୁଛନ୍ତି। ଏଇଟା କେଉଁ କୃଷି? ସଘନ ଭିତ୍ତିକ। ସେମାନେ ଅନ୍ୟ ଠିକ୍ ଅଛି। ତୁମର 39ର ସି ହେବ କାରଣ ସ୍ଥାନାନ୍ତରିତ କୃଷିକୁ ପୋଡ଼ୁ କୁହାଯାଏ। କୋରାପୁଟ। ମୁମ୍ବାଇକୁ ଭାରତର ପ୍ରବେଶ ଦ୍ୱାର କ'ଣ ପାଇଁ କୁହାଯାଏ? ମୁମ୍ବାଇକୁ ଭାରତର ପ୍ରବେଶ ଦ୍ୱାର ମୁମ୍ବାଇ ବନ୍ଦର ଦେଇ ସବୁଠାରୁ ଅଧିକ ଯାତ୍ରୀ ଓ ପଣ୍ୟଦ୍ରବ୍ୟ ଜାହାଜ କରିଥିବାରୁ। ନଦୀର ମୁଣ୍ଡରେ ଅତ୍ୟଧିକ ବର୍ଷା ହେଲେ ନଦୀ ଅବବାହିକା ଅଞ୍ଚଳରେ କି ପ୍ରକାର ବନ୍ୟା ହୋଇଥାଏ? ନଦୀ ବନ୍ୟା। ବିଜୁଳି ଘଡ଼ଘଡ଼ି ସହ ବୃଷ୍ଟିପାତ ସମୟରେ କେଉଁ ପଦକ୍ଷେପଟି ଗ୍ରହଣ କରିବା ଉଚିତ? 48ର ସି। ଘାସ ପଡ଼ିଆରେ ଦୁଇ ହାତରେ ବେକକୁ ଧରି ମୁହଁ ଭୂମି ଆଡ଼କୁ କରି ବସିବା। କେଉଁଠି ବ୍ୟବସାୟ ଆରମ୍ଭ କରିବା ତଥା ନବୀକରଣକୁ କ'ଣ କୁହାଯାଏ? ଔଦ୍ୟୋଗିକି। ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ତଥା ଅଧିକ କର୍ମ ନିଯୁକ୍ତି ସୃଷ୍ଟି ପାଇଁ କେଉଁ ମସିହାରେ ଓଡ଼ିଶା ସରକାର ଶୁଭାରମ୍ଭ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି? 2016 ମସିହା। ପିଲେ 10 ମିନିଟ୍ ମଧ୍ୟରେ ମୁଁ ତୁମର ଗୋଟିଏ ସେଟ୍ ସାରିଦେଇଛି 50 ମାର୍କର। ଶୀଘ୍ର କହିବାକୁ ପଡ଼ିଲା। ଏହା ମୁଁ ବୁଝଉନି କାହିଁକି ଏଟା ପଢ଼ିଲାଟା ଏବେ କେବଳ ରିଭିଜନ୍ କରିବା ଟାଇମ୍ ନା ପଢ଼ିବା ଟାଇମ୍ ନୁହେଁ ଏଟା। ବୁଝିଲ? ଯେତେ ପଢ଼ିଲ ହେଲା। ରିଭିଜନ୍ କର। ଏବେ ବିଦାୟ ନେଉଛି। ଗୁଡ୍ ବାଏ। ଟାଟା ସି ୟୁ।